हरे कृष्णा। दंडवत प्रणाम। हरे कृष्ण प्रभु धर्म प्रणाम। हम स्टार्ट करिवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते गौरगोविन्द स्वामिन्निति नामिने। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणी। मुखं करोति वाचालं पंगुं लंघयते गिरिं यत्कृपातमहं वन्दे श्रीगुरुं दीनतारिणे परमानंद माधवम। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्णा हरे 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 राम 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 हरे हरे। हरे कृष्णा। आंभे श्रीमद् भागवतम पढ़ुचे। श्रीमद् भागवतम पुराणम अमलम यद वैष्णवानाम प्रियम। श्रीमद् भागवतम हेले जिते पुराण अच्छी जिते शास्त्र अच्छी समस्त शास्त्रर श्रेष्ठ। आउ एटा वैष्णव मानकर अति प्रिय। काहींकि वैष्णव मानकर प्रिय ना वैष्णव मानंको कंपेयर करा जायछि हंस सहित। परमहंस कहा जाए ना हमर परमहंस शिरोमणि परमहंस जो आचार्य मानंको उपाधि दिया है परमहंस। कहीं ना वैष्णव माने हंस। आउ जो माने भौतिक सुख रे आनंद लाभ करती भौतिक विषय तांको काक सहित तुलना करा जाए। से माने हेले क्रो सदृश काक सदृश। तो जो काक आउ हंस पाखरे पाखरे रुहंतिनी। हंस माने तांकर किछि हंस तांकर मिसिकी रहिबे। ସେମାନେ ସବୁବେଳେ କ୍ଷୀର ପାନ କରନ୍ତି। ଆଉ ଏଇଟା କଥାରେ ଅଛି ଯେ ସେ ହଂସ ଆକ୍ଚୁଆଲି ଜଗତରେ ନାହିଁ। ଏ ଜଗତରେ ଯୋଉଟା ହଂସ ଦେଖୁଛୁ ଆମେ ସେ ଡକ୍ ବତକ ଏଇଗୁଡା ସବୁ ସେମାନେ ହଂସ ନୁହନ୍ତି। ହଂସଟା ସ୍वर्ଗରେ ଅଛି। ଏ ଜଗତରେ ଏ ପୃଥିବୀରେ ବି ଥିଲା ଆଗ। ଏବେ ଏବେ ସେ ହଂସଟା ନାହିଁ ଏଠିରେ। ତ ସେ ସ୍वर्ଗରେ ବାସ କରେ ହଂସ। ତ ସେ ହଂସର କ୍ୱାଲିଟି କଣ? ସେ ଯଦି ତାକୁ କ୍ଷୀରରେ ପାଣି ମିଶା ହେଇଥିବ ତାକୁ ଦିଆଯିବ ସେ କ୍ଷୀର କ୍ଷୀର ଗ୍ରହଣ କରିନବ ପାଣି ଟା ଛାଡିଦବ। ସେ ହଂସର ଏତେ କ୍ୱାଲିଟି। ତ ଯେତେବେଳେ ଯୋଉ ପରମହଂସ ଶିରୋମଣି ପରମହଂସ ମାନେ ସେମାନେ ସେଇ ସଦୃଶ। ସେମାନେ ଏଇ ମାୟା ଜଗତରେ ଥାଇକି ମଧ୍ୟ ଏଠିର ଯୋଉ ସାର ଜିନିଷଟା ଗ୍ରହଣ କରିନିଅନ୍ତି ଆଉ ଅସାର ବସ୍ତୁକୁ ତ୍ୟାଗ କରିଦିଅନ୍ତି। ଯୋଉଟା ତାଙ୍କର ଯୋଉଟା ଅସାର ଯୋଉଟା ମାୟାକୁ ତ୍ୟାଗ କରିଦିଅନ୍ତି। ଏ ମାୟାରେ ରହିକି ମଧ୍ୟ ସେମାନେ କୃଷ୍ଣଙ୍କୁ ଗ୍ରହଣ କରିପାରନ୍ତି। ଆଉ ଶ୍ରୀମଦ୍ ଭାଗବତମ ହେଲା ତାଙ୍କର ସଂହିତା ତାଙ୍କର ଶାସ୍ତ୍ର। ତ ଆମେ ଶ୍ରୀମଦ୍ ଭାଗବତମ ପଢୁଛେ ତାଙ୍କର କୃପା ହେଲେ ଆମେ ସେ ଶ୍ରୀମଦ୍ ଭାଗବତମ ଟା ବୁଝିପାରିବା। ନହେଲେ ଶ୍ରୀମଦ୍ ଭାଗବତମ ଆମେ ବୁଝିପାରିବାନି। ତ ଆମେ ତୃତୀୟ ଶ୍ଲୋକ ଟା ପଢିଥିଲେ। इट इज बिलीव्ड दैट ऑल द यूनिवर्सल ओके ଏଇଟା ଆମେ ପଢି ଦେଇଥିଲେ ଯେ ଭଗବାନ ସେ ଏଇ ଜଗତରେ ପ୍ରବେଶ କଲେ ସୁଦ୍ଧା ଏଇ ଜଗତରୁ ଉପରେ ସେ କେବେ ବି ଏଇ ଜଗତ ସହିତ ସଂଶ୍ଳିଷ୍ଟ ହୁଅନ୍ତିନି। କେମିତି? ଯେମିତି ପଦ୍ମପତ୍ରରେ ଜଳ ଥିଲେ ସୁଦ୍ଧା ପଦ୍ମପତ୍ରକୁ ଜଳ ସ୍ପର୍ଶ କରେନି। ସେମିତି ଏଇ ଜଗତଟା ଭଗବାନଙ୍କର ଶରୀରରୁ ବାହାରୁଛି ଏ ମାୟା ଜଗତଟା। ଆଉ ପୁଣି ଯେତେବେଳେ ଭଗବାନଙ୍କର କାଲି ଆମେ କହୁଥିଲେ ନା ସେଇଟା ଯେ ଯେତେବେଳେ ପ୍ରଶ୍ୱାସ ନଉଛନ୍ତି ପ୍ରଶ୍ୱାସ ସରି ଯେତେବେଳେ ନିଶ୍ୱାସ ଛାଡୁଛନ୍ତି ସେତେବେଳେ ଅନେକ
ବ୍ରହ୍ମାଣ୍ଡ ତାଙ୍କ ରୋମ କୂପରୁ ବାହାରୁଛି ଆଉ ସୃଷ୍ଟି ଚାଲୁଛି। ଯେତେବେଳେ ତାଙ୍କର ସେଇ ବ୍ୟବଧାନଟା ସରିଲା ଆଉ ଗୋଟେ ଆମେ ସମସ୍ତେ ନିଶ୍ୱାସ ପ୍ରଶ୍ୱାସ ନଉଛୁ ନା ନାଇଁ? ନିଶ୍ୱାସ ନେଲି, ସରି ପ୍ରଶ୍ୱାସ ନେଲି, ନିଶ୍ୱାସ ଛାଡିଲି ନା, ଇନହେଲ ଏକ୍ସେଲ। ମୁଁ ପ୍ରଶ୍ୱାସ ଟା ନେଲି, ନିଶ୍ୱାସ ଟା ଛାଡିଲି। ତ ଏଇ ଯୋଉ ବ୍ୟବଧାନ ଟା ମହାବିଷ୍ଣୁଙ୍କର ଏଇ ବ୍ୟବଧାନ, ଏଇ ସମୟଟା ହେଲା ବ୍ରହ୍ମାଙ୍କର 100 ବର୍ଷ। ଏଇ ମହାବିଷ୍ଣୁଙ୍କର ତା ମାନେ ସମୟଟା କେମିତି ଦେଖନ୍ତୁ। ଆମ ଏଇ ଜଗତରେ ସମୟଟା ଯାହା, ସ୍ୱର୍ଗ ଲୋକରେ ସମୟର କ୍ୟାଲକୁଲେସନ ଅଲଗା। ସେଠିର ଦିନ ଗୁଡାକ ଆମର ଗୋଟେ ମାସ ହେଲେ ତାଙ୍କର ଗୋଟେ ଦିନ ଏମିତିଆ କଣ ଅଛି। ଏକ୍ଜାକ୍ଟଲି ମତେ ଚେକ୍ କରିବାକୁ ପଡିବ। ତ ଆମର ଗୋଟେ ମାସ ହେଲେ ତାଙ୍କର ଗୋଟେ ଦିନ। ମ୍ୟୁଟ କରିବେ, ମ୍ୟୁଟ କରିଦିଅନ୍ତୁ। ତ ଆମର ଯେତେବେଳେ ଗୋଟେ ମାସ ହଉଛି ତାଙ୍କର ଇଏରେ ଗୋଟେ ଦିନ ହଉଛି। ସେମିତି ଯେତେ ଆମେ ଉପରକୁ ଉପରକୁ ଯିବା ସମୟଟା ସେମିତି ବଢି ବଢି ଯିବ। ଯେତେବେଳେ ଆମେ ବ୍ରହ୍ମ ଲୋକକୁ ପହଞ୍ଚିବା, ବ୍ରହ୍ମ ଲୋକ ହେଲେ ଟପ୍ ମୋଷ୍ଟ ଲୋକ, ଏଇ 14 ଭୁବନରେ ସବୁଠୁ ଉପରେ ଅଛନ୍ତି। ତ ବ୍ରହ୍ମ ଲୋକରେ ବ୍ରହ୍ମାଙ୍କର ଗୋଟେ କ୍ଷଣ ଆମର ଗୋଟେ ବର୍ଷ। ତ ବ୍ରହ୍ମାଙ୍କର ଗୋଟେ ଦିନରେ ଆମର 1000ଟା ଚତୁର୍ଯୁଗ ଚାଲିଯାଏ। ତାଙ୍କର ଗୋଟେ କ୍ଷଣ ହେଲା ଆମର ଗୋଟେ ବର୍ଷ। ତାହେଲେ ଗୋଟେ କ୍ଷଣ ମାନେ ଗୋଟେ ସେକେଣ୍ଡ ତାଙ୍କର। ତାହେଲେ ଅ ଏଇ ପରେ ଏକା ସମୟର ବ୍ୟବଧାନ ରହୁଛି। ତାପରେ ବ୍ରହ୍ମାଙ୍କର ଉପରେ ହେଲେ ଏଇ ଭୌତିକ ଜଗତ ଉପରେ, ଭୌତିକ ଜଗତରେ ଶ୍ରେଷ୍ଠ ହେଲେ ବ୍ରହ୍ମା। ତାଙ୍କ ଉପରେ ବା ଭୌତିକ ଜଗତ ବାହାରେ ଯିଏ ଅଛନ୍ତି ସେ ହେଲେ ମହାବିଷ୍ଣୁ। ତାଙ୍କ ଏଇଠି ସମୟଟା କେତେ, ତାଙ୍କର ଗୋଟେ ନିଶ୍ୱାସ ପ୍ରଶ୍ୱାସର ସମୟ ହେଲା ବ୍ରହ୍ମାଙ୍କର 100 ବର୍ଷ। ସେମିତି ସେ କେବେଠୁ ଅନନ୍ତ ଶଯ୍ୟାରେ ଅଛନ୍ତି? ଅନାଦି କାଳରୁ। ସେ କାଳଟା ନିର୍ଣ୍ଣୟ କରିହବନି। ଆଉ ଏମିତି ସୃଷ୍ଟି ତାଙ୍କର ପ୍ରତି ନିଶ୍ୱାସରୁ ବାହାରୁଛି, ପ୍ରଶ୍ୱାସରୁ ନିଶ୍ୱାସରେ ପୁଣି ତାଙ୍କ ଶରୀରରେ ତାଙ୍କ ପ୍ରବେଶ କରି ଯାଉଛି। ଆଉ ପୁଣି ଯେତେବେଳେ ତାଙ୍କର ସେଇ ସେଇ ଯୋଉ ନିଶ୍ୱାସର ବ୍ୟବଧାନ ଯେତେ, ପ୍ରଶ୍ୱାସର ବ୍ୟବଧାନ ସେତେ। ପୁଣି ଯେତେବେଳେ ସେ ପୁଣି ପ୍ରଶ୍ୱାସ ନଉଛନ୍ତି, ପୁଣି ସେଇ ଇଏଗୁଡା ବାହାରୁଛି। ଯେତେବେଳେ ଏକ୍ସେଲ କରୁଛନ୍ତି ଅ ତ ଏଇ ସୃଷ୍ଟି ଗୁଡାକ ପୁଣି ଥରେ ବାହାରୁଛି। ପୁଣି ଯେତେବେଳେ ନିଶ୍ୱାସ ନଉଛନ୍ତି ତ ପୁଣି ସେଗୁଡା ସବୁ ତାଙ୍କ ଶରୀରରେ ପ୍ରବେଶ କରୁଛି। ସେ ଭିତରେ ବ୍ରହ୍ମାଙ୍କର 100 ବର୍ଷ ହେଇଯାଉଛି। ତ ଏଇଭଳିଆ ସମୟର ବ୍ୟବଧାନ ଅଛି। ତ ଭଗବାନଙ୍କ ଶରୀରରେ ସବୁ କିଛି ଅଛି, କିନ୍ତୁ ଫିର ବି ଭଗବାନ ତା ସହିତ ଲିପ୍ତ ରହୁନାହାନ୍ତି। ଏଇଟାର ବହୁତ ସୁନ୍ଦର ଏକ୍ଜାମ୍ପଲ, ଏଇଟାକୁ ଏକ୍ଜାମ୍ପଲ ହିସାବରେ ଦିଆହେଇଛି। ଯେମିତି ଅ ସେଗୁଡାକ ଆହୁରି ଗହନ ବିଷୟ ଗୁଡାକ, ଆମେ ସେଗୁଡାକୁ ପରେ ଯିବା। ଆମେ ଦେଖିବା ଦଶମ ସ୍କନ୍ଧରେ ଯେତେବେଳେ ଦେବକୀଙ୍କ ଗର୍ଭରେ ଭଗବାନ କୃଷ୍ଣ ଆସିବେ। ତ ଦେବକୀ ଗର୍ଭରେ ଭଗବାନ କୃଷ୍ଣ ଆସିବା ପୂର୍ବରୁ ଆଗ 6 ଜଣ ଆସିବେ ଶିଶୁ। 6 ଜଣଙ୍କୁ କଂସ ନାଶ କରିବ, ହତ୍ୟା କରିବ। ତାପରେ ବଳଦେବ ଆସିବେ, ତାପରେ କୃଷ୍ଣ ଆସିବେ। ତ କୃଷ୍ଣ ହେଲେ ସଚ୍ଚିଦାନନ୍ଦମୟ। ସେ ଜଣେ ମାଇକ ଜଗତ, ମାଇକ ଇଏର ଗର୍ଭରେ କେମିତି ରହିପାରିବେ, ମାୟାର ଗର୍ଭରେ କେମିତି ରହିପାରିବେ? ଯେ ସଚ୍ଚିଦାନନ୍ଦମୟ କୃଷ୍ଣ ରହୁଛନ୍ତି ମାନେ ସେ ଗର୍ଭଟା ମଧ୍ୟ ସଚ୍ଚିଦାନନ୍ଦମୟ। ଆଉ ଯଦି ଗର୍ଭ ସଚ୍ଚିଦାନନ୍ଦମୟ ଦେବକୀ ମାତାଙ୍କର, ତାହେଲେ ଦେବକୀ ମାତା ଯଦି ଅ ସେ ପିଓର ଡିଭୋଟି ନା, ସେ ସଚ୍ଚିଦାନନ୍ଦମୟ, ତାଙ୍କୁ ମାୟା ସ୍ପର୍ଶ କରିପାରେନି। ତାହେଲେ ସେଇ ଗର୍ଭରେ ସେଇ 6 ଜଣ ଶିଶୁ କାହିଁକି ଆସିଲେ? ଯୋଉ 6 ଜଣ ଶିଶୁ ହେଲେ ସେ ସେମାନଙ୍କୁ ହତ୍ୟା କରାଗଲା ତାଙ୍କର କର୍ମ ଫଳ ଗୁଡାକ ନଷ୍ଟ କରିବା ପାଇଁ। ତାଙ୍କର କର୍ମ ଫଳ ଥିଲା ଯୋଉଟା ଭୀଷ୍ମ ଯୋଉ ହେଲେ, ଜଣଙ୍କର କର୍ମ ଫଳ ଟା ଇଏ ହେଇଯାଇଥିଲା, ସେ ତାଙ୍କର ଇଏର ସେଟା ପୁରା ହୋଲ ଷ୍ଟୋରି ଅଛି। ତ ଅ ଏଇ ଯୋଉ 6 ଜଣ ଯଦି ତାଙ୍କର କର୍ମ ଫଳ ଥିଲା, ସେମାନେ ଯଦି ମାୟାରେ ବଦ୍ଧ, ତାହେଲେ ସେମାନେ କାହିଁକି ସଚ୍ଚିଦାନନ୍ଦମୟରେ ଆସିପାରିବେ? ସେମାନେ ଆସିପାରିବେନି। ତ ଏଇ କୋଶ୍ଚିନ୍ ଟା ରହୁଥିଲା। ତ ଏଥିରେ ତାର ଉତ୍ତରଟା ଏଇ ତୃତୀୟ ଯୋଉ ଶ୍ଲୋକ ଅଛି, ଯେ ଯେମିତି ମହାବିଷ୍ଣୁଙ୍କର ଶରୀରରେ ସବୁ ଜୀବ ମାନେ, ସବୁ ଆତ୍ମା ସମସ୍ତେ ପ୍ରବେଶ କରନ୍ତି ଯେତେବେଳେ ତାଙ୍କର ଗୋଟେ ପ୍ରଶ୍ୱାସ ନିଅନ୍ତି।
ନିଶ୍ୱାସ ନିଅନ୍ତି ସେ ସବୁ ଆତ୍ମା ସବୁ ପ୍ରବେଶ କରନ୍ତି। ପୁଣି ଯେତେବେଳେ ସେ ନିଶ୍ୱାସ ଛାଡନ୍ତି ସବୁ ବ୍ରହ୍ମାଣ୍ଡ ଯେତେବେଳେ ବାହାରେ ପୁଣି ସବୁ ଜୀବ ମାନେ ଆସିକି ପୁଣି ତାଙ୍କର ଏଇ ନାଟ ଚାଲେ, ବ୍ରହ୍ମାଣ୍ଡ ଚାଲେ। ତାହେଲେ ସେ ଯୋଉ ମହାବିଷ୍ଣୁଙ୍କ ଶରୀରରେ ପ୍ରବେଶ କରନ୍ତି, ମହାବିଷ୍ଣୁ ତ ସଚ୍ଚିଦାନନ୍ଦମୟ, ତାହେଲେ ମହାବିଷ୍ଣୁ ମାୟାର ଇଏରେ ଆସନ୍ତି ନା? ଯେ ଜୀବ ଥରେ ସଚ୍ଚିଦାନନ୍ଦମୟକୁ ସ୍ପର୍ଶ କଲା ତାହେଲେ ପୁଣି ଥରେ ମାୟାକୁ କେମିତି ଆସେ? ତ ତାର ଉତ୍ତର ହେଲା ଯେ ଭଗବାନ ମହାବିଷ୍ଣୁଙ୍କ ଶରୀରରେ ସେମାନେ ପ୍ରବେଶ କଲେ ସୁଦ୍ଧା ଭଗବାନ ମାୟାରେ ଲିପ୍ତ ହୁଅନ୍ତିନି। ସେମାନେ ଏମିତି ରୁହନ୍ତି ଯେମିତି ଏଇ ପଦ୍ମ ପତ୍ରରେ ଜଳ ରହିଲା ଭଳିଆ। ପୁଣି ଯେତେବେଳେ ମହାବିଷ୍ଣୁ ଛାଡନ୍ତି ସେମାନେ ପୁଣି ବାହାରି ଆସନ୍ତି। ମହାବିଷ୍ଣୁଙ୍କ ଶରୀରରେ ଥିଲେ ସୁଦ୍ଧା ଜୀବ ମାନେ ମହାବିଷ୍ଣୁ ସେଥିରେ ଲିପ୍ତ ହୁଅନ୍ତିନି କି ଜୀବ ମାନେ ମହାବିଷ୍ଣୁଙ୍କ ସହିତ ସଂଶ୍ଳିଷ୍ଟ ହୁଅନ୍ତିନି। ସେଇଟା ଅଛି ଏଇ ତୃତୀୟ ଶ୍ଲୋକଟା ସେଥିପାଇଁ ଇମ୍ପୋର୍ଟାଣ୍ଟ। ଆଜି ଆମେ ଚତୁର୍ଥ ଶ୍ଲୋକରୁ ପଢିବା। ପଶ୍ୟନ୍ତ୍ୟଦୋରୂପମଦଭ୍ରଚକ୍ଷୁଷା सहस्रपादोरु भुजाननाद्भुतम् सहस्रमूर्धष्ण सहस्रमूर्धश्रवणादिनासिकम् सहस्रमौल्यम्बरकुण्डलो कुण्डलोल्लसत्। ଦ ଡିଭୋଟିଜ୍ ନା ଏଟା ଓଡିଆରେ ପଢିବା ଆମେ। ସହସ୍ର ପାଦ, ଜଙ୍ଘ, ବାହୁ ଏବଂ ମୁଖ ସମନ୍ୱିତ ଅତି ଅସାଧାରଣ ପୁରୁଷ ରୂପକୁ ଭକ୍ତମାନେ ଦିବ୍ୟ ନେତ୍ରରେ ଦର୍ଶନ କରନ୍ତି। ସେ ଶରୀରରେ ହଜାର ହଜାର ଶିର, କର୍ଣ୍ଣ, ଚକ୍ଷୁ ଏବଂ ନାସିକା ଅଛି। ସେଗୁଡ଼ିକ ହଜାର ହଜାର ଶିରୋଭୂଷା ଏବଂ କୁଣ୍ଡଳରେ ଭୂଷିତ ହୋଇଛନ୍ତି ଏବଂ ଅନେକ ମାଳା ଧାରଣ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ବା ବିରାଟ ରୂପ କଥା ଏଠିରେ କୁହାଯାଉଛି। ଏଇ ଜଗତରେ ଯାହା କିଛି ଅଛି ସବୁ ଭଗବାନ। ଭଗବାନଙ୍କୁ ଛାଡିଦେଲେ କିଛି ନାହିଁ। ଯେମିତି ଉଁ ମୁକ୍ତା ମୁକ୍ତା ମାଳାଟା, ମୁକ୍ତା ଗୁଡାକ ମାଳାରେ ଗୁନ୍ଥା ହେଇଛି। ତ ସେ ଯୋଉ ଧାଗାଟା ତାର ଯୋଉ ରଶିଟା, ସେଇ ଥ୍ରେଡ ଟା ହିଁ ସେ ମୁକ୍ତାମାନଙ୍କୁ ବାନ୍ଧିକି ରଖିଛି। ଯଦି ସେ ଥ୍ରେଡ ଟା ଛିଣ୍ଡିଯିବ ମୁକ୍ତାମାନେ ମାଳାଟା ଆଉ ରହିବନି। ସିମିଲାରଲି ଭଗବାନ ସବୁଥିରେ ଅଛନ୍ତି। ଭଗବାନଙ୍କୁ ଛାଡିକି ଏ ମାଇକ ଜଗତ ନାହିଁ, ତାର ସତ୍ତା ନାହିଁ। ଜୀବ ମାନଙ୍କର ଏଇ ଯୋଉ ଆକ୍ଟିଭିଟି ହଉଛି, ଆମେ ଘର ତୋଳୁଛେ, ଚାକିରି କରୁଛେ, ବାହା ହଉଛେ, ଯାହା କିଛି ଆମର ଆକ୍ଟିଭିଟି ହଉଛି, ଏ ସବୁର ମୁଖ୍ୟ ହେଲା କାହିଁକି ନା ଭଗବାନ ଏଗୁଡାକୁ ସାଙ୍ଗସନ କରୁଛନ୍ତି, ଭଗବାନ କରଉଛନ୍ତି। ଭଗବାନ ଆମର ହୃଦୟରେ ରହିକି କରଉଛନ୍ତି। ଏ ମାୟାରେ ରହିକି ମାୟାକୁ ପରିଚାଳନା କରୁଛନ୍ତି। ତେଣୁକରି ଏସବୁ ସମ୍ଭବ ହଉଛି, ନହେଲେ ଏଗୁଡା ସମ୍ଭବ ହେଇପାରିବ ନାହିଁ। ତ ତେଣୁ ଭଗବାନଙ୍କର ସେ ଯୋଉ ବିରାଟ ରୂପ, ଯୋଉ ରୂପରେ ସେ ସବୁ କିଛି କରୁଛନ୍ତି, ମାନେ ସବୁ କିଛିରେ ଅଛନ୍ତି। ଯେତେବେଳେ ଗୀତାରେ ବିରାଟ ରୂପ ଦର୍ଶନ କରେଇଲେ ଅର୍ଜୁନକୁ, ଅର୍ଜୁନ କଣ ଦେଖିଲେ? ଯେ ସବୁ କିଛି ଭଗବାନଙ୍କର ଦେହରେ। ଇନ୍ଦ୍ର, ଚନ୍ଦ୍ର, ତାରକା, କିଛି ଏ ଜଗତରେ ନାହିଁ ଯୋଉଟା ଭଗବାନଙ୍କର ଶରୀରରେ ନାହିଁ। ସବୁ କିଛି ଭଗବାନଙ୍କର ଶରୀରରେ ଅଛି। ସେ ଦେଖିପାରିଲେ ସେଟା। କାହିଁକି ନା ଭଗବାନମୟ ଏଇ ଜଗତଟା, ଭଗବାନଙ୍କୁ ଛାଡିକି ଏ ଜଗତ ନାହିଁ। ତ ସେଇଟା ଯୋଉମାନେ ଭକ୍ତ ମାନେ ସେମାନେ ଦେଖିପାରନ୍ତି। ରୂପକୁ ଭକ୍ତ ମାନେ ଦିବ୍ୟ ନେତ୍ରରେ ଦର୍ଶନ କରନ୍ତି। ଆଉ ସେଟା ଦିବ୍ୟ ନେତ୍ର ଅର୍ଜୁନକୁ ଭଗବାନ ଦେଲେ। ଦଦାମି, କଣ ସେଟା? ଦିବ୍ୟ ନେତ୍ର ଦେଲେ। ଶ୍ଲୋକରେ ଅଛି ନା, ଏଇ ଯୋଉ 11th ଚାପ୍ଟରରେ ବିରାଟ ରୂପରେ ଭଗବାନ ଦଉଛନ୍ତି, ଦିବ୍ୟ ନେତ୍ର ଦଉଛନ୍ତି ଅର୍ଜୁନକୁ। ତାପରେ ଅର୍ଜୁନ ଦେଖିପାରିଲେ ବିରାଟ ରୂପ, ନହେଲେ ଅର୍ଜୁନ ଦେଖି ପାରୁନଥିଲେ। ତ ଆ ସେଇଟା ଭକ୍ତ ମାନଙ୍କୁ ସେ ନେତ୍ରଟା ମିଳେ। ସମସ୍ତେ ଦେଖିପାରିବେନି। ଆଉ ଆମେ ଆମେ ଯେତେବେଳେ ଶ୍ରୀମଦ୍ ଭାଗବତମର ଏଇଟା ଆରମ୍ଭରେ ସୁତ ଗୋସ୍ୱାମୀ ଏଥିପାଇଁ କହୁଛନ୍ତି ଯେ ଏଇ ନେତ୍ରଟା ତୁମକୁ ଦିଆଯିବ। ଏଇ ନେତ୍ରରେ ତୁମେ ଭଗବାନଙ୍କୁ ଦେଖିବ। ଯେତେବେଳେ ଆମେ ଧୀରେ ଧୀରେ ଆଗକୁ ଯିବା,
ଟେନ୍ଥ କ୍ୟାଣ୍ଟୋ ପଢିବା। ଟେନ୍ଥ କ୍ୟାଣ୍ଟୋ ପୂର୍ବରୁ ନାଇନ୍ଥ କ୍ୟାଣ୍ଟୋ ରେ ଆମକୁ ଏଇ ନେତ୍ର ମିଳିଯିବାର ଅଛି। ଆମେ ଭଗବାନଙ୍କୁ ଦେଖି ପାରୁଥିବାର ଅଛି, ଭଗବାନଙ୍କର ସେ ବିରାଟ ରୂପଟା ଦେଖି ପାରୁଥିବାର ଅଛି। କେମିତି ସବୁଥିରେ ଭଗବାନ ଅଛନ୍ତି ସେଟା ଦେଖି ପାରୁଥିବାର ଅଛି। ସେଟା ଆମେ କେମିତି ଦେଖିପାରିବା? ଆମର କର୍ଣ୍ଣ ମାଧ୍ୟମରେ। କର୍ଣ୍ଣରେ ଯେତେବେଳେ ଆମେ ଶ୍ରବଣ କରିବା ସେଟା ଆମର ହୃଦୟକୁ ଯିବ ଏଇ ଶବ୍ଦ ବ୍ରହ୍ମଟା, ତ ଆମକୁ ସେ ଦିବ୍ୟ ନେତ୍ରଟା ମିଳିବ, ଆମେ ଦେଖିପାରିବା ଭଗବାନଙ୍କୁ। ସବୁରେ ଭଗବାନଙ୍କୁ ଦେଖିବା। ତାପରେ ଆମେ ଏଲିଜିବୁଲ ହେବା ଟେନ୍ଥ କ୍ୟାଣ୍ଟୋ ପଢିବା ପାଇଁ, ଦଶମ ସ୍କନ୍ଧ, ଯୋଉଥିରେ ଭଗବାନଙ୍କର ଲୀଳା ଗୁଡା ସବୁ ଅଛି, କୃଷ୍ଣଙ୍କର ନରଲୀଳା ସବୁ ଅଛି। ସେଟା ଆମେ ପଢିବା ପାଇଁ ଏଲିଜିବୁଲ ହେବା। ନହେଲେ ନାଇନ୍ଥ କ୍ୟାଣ୍ଟୋ ଯାଏଁ ଏଇ ଚକ୍ଷୁଟା ଆମର ଆସିଯିବାର ଅଛି। ତ ତେଣୁକରି ଆମେ ବହୁତ ସିରିୟସଲି ଶୁଣିବା। ଯଦି ଆମେ ସିରିୟସଲି ଶ୍ରବଣ ନ କରିବା ଶ୍ରୀମଦ୍ ଭାଗବତମକୁ, ତାହେଲେ ନାଇନ୍ଥ କ୍ୟାଣ୍ଟୋ ପଢିଲା ପରେ ମଧ୍ୟ ଏଇ ଚକ୍ଷୁ ଆମର ପାଇବାନି ଆମେ, ଭଗବାନଙ୍କୁ ଦେଖିପାରିବାନି ସବୁ ଆକ୍ଟିଭିଟିରେ ସବୁଥିରେ। ତା ଦ୍ୱାରା କଣ ହବ? ଟେନ୍ଥ କ୍ୟାଣ୍ଟୋ ପଢିଲେ ମଧ୍ୟ ଆମର ଅପରାଧ ହିଁ କରିବା, ଆମେ ସେଟା ବୁଝିପାରିବାନି। ହଁ, ଭଗବାନଙ୍କର କେମିତି ମାନବ ଲୀଳା କିନ୍ତୁ ଅମାନବୀୟ ଗୁଣ ସବୁ ସେଇ ଲୀଳା ମାନଙ୍କର, ସେଟା ବୁଝିବା ବହୁତ କଷ୍ଟ। ତ ଯୋଉମାନେ ଭକ୍ତ ମାନେ ସେଟା ସେମାନେ ଦେଖିପାରନ୍ତି। ହରେ କୃଷ୍ଣ। ଏତନ୍ନାନାवताराणां ନିଧାନಂ ବୀଜମవ్ୟୟମ୍ यस्यां सांसेन सृज्यन्ते देवतीर्यं नरादयः। हरे कृष्ण। ଏହି ରୂପ ଦ୍ୱିତୀୟ ପୁରୁଷ ଅବତାର ବିଶ୍ୱରେ ପ୍ରକଟିତ ହେଉଥିବା ଅସଂଖ୍ୟ ଅବତାରଙ୍କର ଉତ୍ସ ଏବଂ ଅବିନାଶୀ ବୀଜ ଅଟନ୍ତି। ଏବଂ ଏହି ରୂପର ଅଂଶରୁ ଏବଂ ଅଂଶର ଅଂଶରୁ ଦେବତା, ମନୁଷ୍ୟ ତଥା ଅନ୍ୟ ବିଭିନ୍ନ ଜୀବ ଉତ୍ପନ୍ନ ହୁଅନ୍ତି। ଏଇ ଯୋଉ ସେକେଣ୍ଡ ମ୍ୟାନିଫେଷ୍ଟେସନ ଅଫ ପୁରୁଷ, ଏଇ ଯୋଉ ବିରାଟ ରୂପଟା ଭଗବାନଙ୍କର ମହାବିଷ୍ଣୁ ରୂପ ନୁହନ୍ତି। ମହାବିଷ୍ଣୁ ହେଲେ ପ୍ରଥମ ପୁରୁଷ ଅବତାର। ତାଙ୍କଠୁ ବିଶ୍ୱ ଗୁଡା ବାହାରେ। ତାପରେ ସେ ଯୋଉ ବିଶ୍ୱରେ ପ୍ରବେଶ କରନ୍ତି ଗର୍ଭଦକ୍ଷାୟ ବିଷ୍ଣୁ, ତାଙ୍କର ରୂପଟା ଏଠିରେ, ଏଇଟା ବିରାଟ ରୂପଟା ତାଙ୍କରି। ସେ ହିଁ ଏଇ ସବୁ କିଛିରେ ପ୍ରେଜେଣ୍ଟ ଅଛନ୍ତି। କାହିଁକି ନା ସେ ପରମାତ୍ମା ରୂପରେ ସବୁରେ ସେ ପ୍ରବେଶ କରନ୍ତି। କ୍ଷୀରୋଦକ୍ଷାୟ ବିଷ୍ଣୁଙ୍କ ରୂପରେ, କ୍ଷୀରୋଦକ୍ଷାୟ ବିଷ୍ଣୁ ହେଲେ ପରମାତ୍ମା ସ୍ୱରୂପ। ସେ କ୍ଷୀରୋଦକ୍ଷାୟ ବିଷ୍ଣୁଙ୍କ ରୂପରେ ସବୁ ଇଏରେ ପ୍ରବେଶ କରନ୍ତି। ଆପଣ ସେ ଫଟୋ ଦେଖିଛନ୍ତି ନା? ପରମାଣୁ ଭିତରେ ଭଗବାନ ବିଷ୍ଣୁ, ଚତୁର୍ଭୁଜ ବିଷ୍ଣୁ। ଆ, ସେ ଫଟୋଟା ଆପଣ ମାନେ ଦେଖିଛନ୍ତି ନା ନାଇଁ? ଏ ସବୁ ଆମ ଭଗବତ ଗୀତା ଏସବୁରେ ଅଛି ସେଇ ଫଟୋଟା। ଉଁ, okay। ଏଇ ଫଟୋଟା, ଏଇ ଫଟୋଟା ଆପଣ ଦେଖିପାରୁଛନ୍ତି? ମୁଁ ସ୍କ୍ରିନରେ କାଢିଛି, ଦେଖାଯାଉଛି? ଦେଖାଯାଉନି କି? ହରେ କୃଷ୍ଣ। ଆଜ୍ଞା। ହଁ ହରେ ସମସ୍ତେ କୃଷ୍ଣ। ଅଛନ୍ତି ତ? ଫଟୋଟା ଦେଖାଯାଉଛି? ହଁ ଆଜ୍ଞା ଦେଖାଯାଉଛି। ପ୍ରଭୁ। ଆଜ୍ଞା ହଁ, ପ୍ରଭୁ ହରେ କୃଷ୍ଣ। ଏଇଟା ଏଟମ ର ସଂରଚନା ନା। ଏଟମ ଟା ଏମିତି ସବୁ ନ୍ୟୁଟ୍ରନ ପ୍ରୋଟନ ସବୁ କଣ ବୁଲୁଥାଏ, ଆମେ ସାଇନ୍ସ ରେ ପଢିଛେ ନା। ତ ଏଟମ ର ସଂରଚନା ଏଇଭଳିଆ। ତ ଏଥିରେ ଅ ଭଗବାନ ବିଷ୍ଣୁ ଏଟମ ର ଭିତରେ ରୁହନ୍ତି, ପରମାଣୁର ଭିତରେ। ଏ ଜଗତରେ ଯେତେ ସବୁ କିଛି ଏଟମ ଦ୍ଵାରା ବନା, ମାନେ ସବୁଠୁ ସବୁଠୁ ସୂକ୍ଷ୍ମ ବସ୍ତୁ ହେଲା ଏଟମ। ସାଇନ୍ସ ଇଏ କରୁଛି। ତ ସେ ଏଟମ ଭିତରେ ଭଗବାନ ବିଷ୍ଣୁ ଅଛନ୍ତି। ଏଟା ହେଲା ଭଗବାନଙ୍କର ପରମାତ୍ମା ରୂପ। ଆଉ ସେଇ ଭଗବାନ ବିଷ୍ଣୁ ପରମାତ୍ମା ରୂପରେ ଜୀବର ହୃଦୟରେ ମଧ୍ୟ ବାସ କରନ୍ତି। ତ ଅ ଅ ସେ ଯୋଉ ସେଇ ଗର୍ଭଦକ୍ଷାୟ ବିଷ୍ଣୁ କ୍ଷୀରୋଦକ୍ଷାୟ ରୂପରେ ପରମାତ୍ମା ରୂପରେ ସବୁଠି ପ୍ରବେଶ କରନ୍ତି। ତ ସେଇ ଗର୍ଭଦକ୍ଷାୟ ବିଷ୍ଣୁ ସେକେଣ୍ଡ ପୁରୁଷ ଅବତାର, ତାଙ୍କର ବର୍ଣ୍ଣନା ହେଲା ବିରାଟ ରୂପଟା। ଏଇ ଯୋଉ ଜଗତଟା ତାଙ୍କ ଜଗତମୟ ହେଲେ ସେ। ତ ସେଇ ରୂପଟା ଏଠିରେ ଦିଆଯାଉଛି। ଅ
ଆଉ ଅସଂଖ୍ୟ ସେ ହିଁ ଅସଂଖ୍ୟ ଅବତାର ମାନଙ୍କର ଉତ୍ସ। ଯେତେ ଅବତାର ସବୁ ହଉଛନ୍ତି ଆମର ରାମ, ବରାହ, ନରସିଂହ, ବାମନ, ଯେତେ ଅବତାର ଅଛନ୍ତି ସବୁ ତାଙ୍କଠୁ ହିଁ ଆସିଛନ୍ତି। ଆଉ ତାପରେ ଅ ଯେତେ ଦେବତା ମାନେ ଅଛନ୍ତି ତାଙ୍କର ଅ, ଆମେ ସମସ୍ତେ କଣ ଭଗବାନଙ୍କର ପାର୍ଟସ ଆଣ୍ଡ ପାର୍ସଲ, ତାଙ୍କର ଅଂଶ। ଭଗବାନ କହିଲେ ନା ମମେ ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ତାଙ୍କର ଅଂଶ। ତ ସମସ୍ତେ ଏଇ ଗର୍ଭଦକ୍ଷା ବିଷ୍ଣୁଙ୍କଠୁ ହିଁ ଆମେ ସମସ୍ତେ ଉତ୍ପନ୍ନ। ଏଟାର ପର୍ପଟ ଟା ବହୁତ ବଡ ପର୍ପଟ, ବହୁତ ସୁନ୍ଦର ପର୍ପଟ ଦେଇଛନ୍ତି ଆ ଶ୍ରୀଲ ପ୍ରଭୁପାଦ। ତ ଏଇଟା ପଢିବେ, ପଢିଲେ ବହୁତ କିଛି ଆମେ ଜାଣିପାରିବା କେତେ ବଡ ପର୍ପଟ ଦେଇଛନ୍ତି। ହରେ କୃଷ୍ଣ। स एव प्रथमं देवः कौमारं सर्गमाश्रितः चचार दुश्चरं ब्रह्मा ब्रह्मचर्यमखण्डितम्। ସୃଷ୍ଟିର ପ୍ରାରମ୍ଭରେ ସର୍ବପ୍ରଥମେ ବ୍ରହ୍ମାଙ୍କର ଚାରି କୁମାର ଅବିବାହିତ ପୁତ୍ର ଥିଲେ। ଏମାନେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରି ଅଦ୍ୱୈତ ବ୍ରହ୍ମଙ୍କର ପ୍ରାପ୍ତି ନିମିତ୍ତ କଠୋର ତପଶ୍ଚର୍ଯ୍ୟା କଲେ। ଏଇଟା ସୁତ ଗୋସ୍ୱାମୀ ଶ୍ରୀମଦ୍ ଭାଗବତମ କହୁଛନ୍ତି ହେଲା। ଏଇ ତୃତୀୟ ଚାପ୍ଟର ରୁ ଶ୍ରୀମଦ୍ ଭାଗବତମ ମାନେ ଭଗବାନଙ୍କର ଲୀଳା ଗୁଣ ସବୁ ଆରମ୍ଭ କଲେ। ତା ପୂର୍ବରୁ ଶ୍ରୀମଦ୍ ଭାଗବତମ ର କଥା କହିଲେ ଯେ କଣ ଶ୍ରୀମଦ୍ ଭାଗବତମ, କେମିତି ଆମେ ତାକୁ ବୁଝିପାରିବା, ପଢିଲେ କଣ ହେବ, କାହିଁକି ପଢିବା, ସେ ସବୁ ଡିଟେଲ୍ସ ଗୁଡା କହିଲେ। ତ ପ୍ରଥମ ଆଉ ସେକେଣ୍ଡ ଅଧ୍ୟାୟ ଆମେ ଦେଖିଥିଲେ। ଏଇ ଥାର୍ଡ ଅଧ୍ୟାୟରେ ଭଗବାନଙ୍କର ସବୁ ଗୁଣ କୀର୍ତ୍ତନ ଆରମ୍ଭ କଲେ। ଏଇଟା ଫର୍ଷ୍ଟ ରୁ ହିଁ ଶ୍ରୀମଦ୍ ଭାଗବତମ, ବଟ୍ ଏଠିରୁ ଗୁଣ କୀର୍ତ୍ତନ ଟା ଆରମ୍ଭ ହଉଛି। ତ ସୁତ ଗୋସ୍ୱାମୀ କହୁଛନ୍ତି ଯେ ସୃଷ୍ଟିଟା ଏମିତି ହେଲା। ଆମେ ପଢିଲେ ମାୟାରୁ ଭଗବାନଙ୍କର ଛାୟା ଶକ୍ତି, ମାୟାରୁ ଜାତ ହେଲା, ମାୟା ସୃଷ୍ଟି ଜାତ କଲା, ସେଠିରେ ଭଗବାନ ପ୍ରବେଶ କଲେ, ସେ ବିରାଟ ରୂପରେ ରହିଲେ। ତାପରେ ବ୍ରହ୍ମା ସୃଷ୍ଟି ହେଲେ ଭଗବାନଙ୍କର ନାଭି କମଳରୁ, ଗର୍ଭଦକ୍ଷା ବିଷ୍ଣୁଙ୍କର ନାଭି କମଳରୁ। ତାପରେ ଗାଡି ଖାଲି ଫଟୋ କରି ଥୋଇଦଉ, ସେ ପତ୍ର ଗାଡି ସକାଳୁ ଖାଏ। ମ୍ୟୁଟ କରିବେ। ତାପରେ ତାପରେ କଣ ହେଲା ନା ବ୍ରହ୍ମା, ଏଇଟା ଡିଟେଲ୍ସ ରେ ଏଠିରେ କୁହାଯାଉନି, ଏଠିରେ ସର୍ଟଲି ଆମେ ଯାଉଛେ, ଡିଟେଲ୍ସ ରେ ବି ଆଗକୁ ଆସିବ। ତ ବ୍ରହ୍ମା ସୃଷ୍ଟି ହେଲେ, ତାପରେ ସେ ତାଙ୍କର ଚାରି ପୁତ୍ରଙ୍କୁ ସୃଷ୍ଟି କଲେ। କିଏ ଚତୁଷ୍କୁମାର, ସେମାନେ ହେଲେ ଫାଷ୍ଟ ବ୍ରହ୍ମା ସୃଷ୍ଟି କଲେ ଚତୁଷ୍କୁମାରଙ୍କୁ। ସେମାନେ ଫାଷ୍ଟ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟ। ତ ଯୋଉ ଚତୁଷ୍କୁମାର ହେଲେ, ସେମାନେ ବ୍ରହ୍ମାଙ୍କୁ ପ୍ରଜନୀ ଦରକାର, ବହୁତ ମାନେ ଇଏ କରିବାର ଅଛି, ବିଶ୍ଵ କଣ ସୃଷ୍ଟି କରିବାର ଅଛି। ଜୀବ ମାନଙ୍କୁ ସବୁ ଶରୀର ଦେବାର ଅଛି। ଅସଂଖ୍ୟ ଜୀବ ଅଛନ୍ତି, ମହାବିଷ୍ଣୁଙ୍କ ଶରୀର ସୃଷ୍ଟି ସହିତ ଆସିଲେ ସମସ୍ତଙ୍କୁ ଶରୀର ପ୍ରାପ୍ତ କରେଇବେ ବ୍ରହ୍ମାଜୀ। ତ ବ୍ରହ୍ମା ଯେତେବେଳେ ଚାରି ପୁତ୍ରଙ୍କୁ ସୃଷ୍ଟି କଲେ, ତାଙ୍କର ଇଚ୍ଛା ଥିଲା ଯେ ଏମାନେ ଗୃହସ୍ଥ ହୁଅନ୍ତୁ, ଆହୁରି ଇଏ କରାଯାଉ, ମାନେ ଏମାନେ ସୃଷ୍ଟିକୁ ଆଗକୁ ବଢେଇବେ ବୋଲିକି। କିନ୍ତୁ ସେଇ ଚାରି ପୁତ୍ର ଭଗବାନଙ୍କର ଭକ୍ତ ହେଇଗଲେ। ଭକ୍ତ ତ ସେମାନେ ଡାଇରେକ୍ଟ ହେଲେନି, ସେମାନେ କଣ କଲେ ନା ସେମାନେ ଆଗ ଇଏ ରହିଲେ କଣ, ଅଦ୍ୱୈତ ବ୍ରହ୍ମଙ୍କର ଉପାସକ ହେଇଗଲେ। କାହିଁକି ନା ଅ ବିନା ଭକ୍ତିରେ, ବିନା ଭକ୍ତର ସେବାରେ ଭକ୍ତି ପାଇବାଟା ମୁସ୍କିଲ, ଭଗବାନଙ୍କୁ ଜାଣିବାଟା ମୁସ୍କିଲ। ତ ସେମାନେ ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ସେମାନେ କଣ ହେଲେ ନା ବ୍ରହ୍ମବାଦୀ ହେଇଗଲେ। କାହିଁକି ନା ଭକ୍ତ ସଙ୍ଗ ସେ ପାଇନାହାନ୍ତି ଏଯାଏଁ। ବ୍ରହ୍ମା ଜଷ୍ଟ ରିଏଲାଇଜ କରିଛନ୍ତି ଭଗବାନ ତାଙ୍କୁ ବେଦ ଜ୍ଞାନ ଦେଲେ ହୃଦୟ ଭିତରୁ। ହଁ, ତାପରେ ସୃଷ୍ଟି ଆରମ୍ଭ କଲେ, ସେ ଚତୁଷ୍କୁମାରଙ୍କୁ ସୃଷ୍ଟି କଲେ, ସେମାନେ ବ୍ରହ୍ମବାଦୀ ହେଇଗଲେ, ବ୍ରହ୍ମଚର୍ଯ୍ୟ ଧାରଣ କରି ବ୍ରହ୍ମବାଦୀ ହେଇଗଲେ। द्वितीयं तु भवायास्य रसातलगतां महीम् उद्धरिष्यन्नुपादश्च
यज्ञ सह शौकरम वपुः। ସମସ୍ତ ଯଜ୍ଞର ପରମ ଭୋକ୍ତା ଶୁକର ଅବତାର ଗ୍ରହଣ କଲେ। ଏହା ଦ୍ୱିତୀୟ ଅବତାର ଏବଂ ଏହି ପୃଥିବୀର ମଙ୍ଗଳ ନିମିତ୍ତ ସେ ଏ ପୃଥିବୀକୁ ବ୍ରହ୍ମାଣ୍ଡର ନିମ୍ନତମ ସ୍ତରରୁ ଉପରକୁ ଉଠାଇଲେ। ତ ଯୋଉ ଏଠିରେ ବରାହ ଅବତାରଙ୍କର କଥା କହୁଛନ୍ତି। ତାପରେ ଯେ ସମସ୍ତ ଯଜ୍ଞର ପରମ ଭୋକ୍ତା ଭଗବାନ ବିଷ୍ଣୁ ସେ ଶୁକର ରୂପ ଧାରଣ କଲେ, ବରାହ ରୂପରେ ଅବତୀର୍ଣ୍ଣ ହେଲେ। କେମିତି ବରାହ ରୂପରେ କୋଉଠୁ ଆସିଲେ? ବ୍ରହ୍ମାଙ୍କର ନାକରୁ ବାହାରିଲେ ନା। ତ ଏଠିରେ ସର୍ଟଲି କହିଦେଇ ଯାଉଛନ୍ତି। ତ ଏଇଟା ସବୁ ଅମୃତ, ସବୁ ରସ ଆସ୍ୱାଦନ କରିବା ଭଗବାନଙ୍କର ଏଇଟା। କିନ୍ତୁ ସେ ଡିଟେଲ୍ସ ରେ ଯାଉନାହାନ୍ତି, ସର୍ଟଲି କହିଦଉଛନ୍ତି, କାରଣ ଡିଟେଲ୍ସ ରେ ଆଗକୁ ଅଛି ସବୁ। କିନ୍ତୁ ସୁତ ଗୋସ୍ୱାମୀ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ଇଏ, ଯେ ଭଗବାନ ଦେଖ ସେ ଶୁକର ରୂପରେ ଆସିଲେ। ଆଉ ଶୁକର ରୂପରେ ଆସିକି କଣ କଲେ ନା, ସେ ଯୋଉ ପୃଥିବୀକୁ ଯୋଉ ଯୋଉ ପକେଇ ଦେଇଥିଲା କିଏ ରାକ୍ଷସ ସମୁଦ୍ର ଗର୍ଭ ଭିତରେ, ଆ କଣ ତାର ନା, ହିରଣ୍ୟାକ୍ଷ, ବହୁତ ବଡ ରାକ୍ଷସ ଥିଲା। ସେ ଯୋଉ ସମୁଦ୍ର ଗର୍ଭରେ ପକେଇ ଦେଇଥିଲା, ସେ ସମୁଦ୍ର ଗର୍ଭରୁ ଉଦ୍ଧାର କଲେ। ଏଠି ଆମ ମାନଙ୍କର ବହୁତ ଲୋକ ବହୁତ ପ୍ରଶ୍ନ କରନ୍ତି ଯେ ଆରେ ସମୁଦ୍ର ତ ପୃଥିବୀରେ ଅଛି, ସେ ସମୁଦ୍ର ଗର୍ଭରେ ପୃଥିବୀକୁ କେମିତି ପକେଇଲା? ଏ ସବୁ ଗୁଡାଏ ଜିନିଷ ଆସେ। କିନ୍ତୁ ଏଇଟା ଯୋଉଟା ଆମେ ଆଗରୁ କହିଲେ ଯେ ଆ ଏଇ ଯୋଉ ବିଶ୍ଵର ଅଧା ତ ଜଳମୟ, ଯୋଉ କାରଣ ସମୁଦ୍ର ଅଛି, ଆଉ ଅଧାରେ ଏଇ 14 ଭୁବନ ଅଛି। ତ ସେଇ ଯୋଉ କାରଣ ସମୁଦ୍ର, ତା ଦେହରେ ସେ ପୃଥିବୀକୁ ନେଇକି, ଆଉ ଖାଲି କାରଣ ସମୁଦ୍ର ନାହିଁ, ସେଟା ତ ବହୁତ ଇଏରେ ଅଛି, ସେଥିରେ ସେ ପୃଥିବୀକୁ ପକେଇ ଦେଇଥିଲା। କିନ୍ତୁ ତା ପୂର୍ବରୁ ଆହୁରି ଅନେକ ସମୁଦ୍ର ଅଛି। ଆମର ଏଇ ପୃଥିବୀରେ ଲୁଣି ସମୁଦ୍ର ଅଛି। ତାପରେ ଏଠିରେ ପୃଥିବୀ ବାହାରେ ଏଇ ବିଶ୍ଵରେ କ୍ଷୀର ସମୁଦ୍ର ଅଛି, ଆଉ ଦଧିର ସମୁଦ୍ର ଅଛି, ଆଉ ଘିଅର ଘୃତ ସମୁଦ୍ର ଅଛି, ସୁରା ସମୁଦ୍ର ଅଛି ମଦର, ଆଉ ଆଖୁ ରସର ଇକ୍ଷ୍ୱାର ସମୁଦ୍ର ଅଛି। ତ ଏଇଭଳିଆ ସବୁ ସମୁଦ୍ର ଅଛି। ଆଉ ସେଇ ସମୁଦ୍ର ଗୁଡା ଆମ ଏଇ ଲୁଣି ସମୁଦ୍ରରୁ ବହୁତ ବଡ ବଡ ସବୁ। ସମ୍ପୂର୍ଣ୍ଣ ସମୁଦ୍ର କ୍ଷୀରର, ଘୃତର, ସବୁ ସମୁଦ୍ର ଗୁଡା ଅଛି। ଆଉ ସେ ସମୁଦ୍ର ଗୁଡାରେ ସବୁ ଦେବତା ମାନଙ୍କର ଏକ୍ସେସ୍ ଅଛି, ସେମାନେ ଯାଆନ୍ତି ସେଠିରେ, ସେମାନେ ଏଞ୍ଜୟ କରନ୍ତି। ତେଣୁ ତାଙ୍କର ଏଞ୍ଜୟମେଣ୍ଟ ଟା ବହୁତ ନା। ଆମେ ଖାଲି ଏଇ ଲୁଣି ସମୁଦ୍ରରେ ଏଞ୍ଜୟ କରୁ। ଲୁଣ ପାଣି ଭଲ ଲାଗେନି, ପିଇ ପାରିବନି ତାକୁ, ପିଇଲେ ଶୋଷ ମେଣ୍ଟିବନି। ବଟ୍ ଆମେ ସେଥିରେ ହିଁ ଆମେ ଏତେ ଖୁସି ଯେ ନାଚା ଡିଆଁ ସବୁବେଳେ ଚାଲେ। ଲୋକ ବୁଡିକି ମରିଯାଆନ୍ତି, ଫିର ବି ଲୋକ ସେଠିରେ ଏଞ୍ଜୟ କରିବା ଛାଡୁନାହାନ୍ତି। କିନ୍ତୁ ଆଉ ମଧ୍ୟ ଅଛି ଯେ, ହଁ, ଏଇ ମଧୁର ଜଳର ସମୁଦ୍ର ଅଛି। ମଧୁର ଜଳର ସମୁଦ୍ର ଥିଲେ ଆଉ କଣ ନ ହୁଅନ୍ତା? ସେଗୁଡାକ ଆମେ ଏଞ୍ଜୟ କରିପାରୁନୁ। କାହିଁକି ନା ଆମେ ଆମେ ଏଇ ଗ୍ରସ୍ ମେଣ୍ଟାଲିଟିରେ ରହିଯାଇଛୁ। କିନ୍ତୁ ଯେତେବେଳେ ଆମେ ଆମର ଭୌତିକ ଚେତନାର ଉର୍ଦ୍ଧ୍ୱକୁ ଉଠିବା, ଭକ୍ତ ହେବା, ତ ଆମେ ସେଇଗୁଡା ସବୁ ଜାଣିପାରିବା, ଏଞ୍ଜୟ କରିପାରିବା। ସେ ସେଠିର ଲାଇଫ ଟା ଆହୁରି, ଯୋଉ ପୃଥିବୀ ବାହାରେ ଯୋଉ ଲାଇଫ ଅଛି ଅନ୍ୟ ଲୋକମାନଙ୍କରେ, ସେଟା ଆହୁରି ବହୁତ ଏନ୍ଜୟମେଣ୍ଟ ପାଇଁ ସେଇ ଇଏ ଗୁଡାକ ବହୁତ ଏନ୍ଜୟମେଣ୍ଟ ଅଛି। ଆଉ ବହୁତ ଦୁଃଖ ବି ଅଛି, ପାତାଳ ଲୋକ ସବୁ ଅଛି, ସେଠି ବହୁତ ଦୁଃଖ ବି ଅଛି। ତ ଏଇଟା ବରାହ ରୂପରେ ଭଗବାନ ସେଇ ଯୋଉ ହିରଣ୍ୟାକ୍ଷ ନେଇକି ପକେଇ ଦେଇଥିଲା ପୃଥିବୀଙ୍କୁ ସେଇ ସମୁଦ୍ରରେ। ଆଉ ବରାହ ରୂପରେ ଭଗବାନ ଆସିକି ପୃଥିବୀକୁ ଉଦ୍ଧାର କରିଥିଲେ। तृतीय मृषि विसर्गं वै देवर्षि मुपेत्य सह तंत्रम सात्वतमाचष्ट नैष्कर्म्यम कर्मणाम यतः। ଋଷିକଳ୍ପରେ ପରମ ପୁରୁଷ ଭଗବାନ ଶ୍ରୀ ନାରଦ ରୂପରେ ତୃତୀୟ ଆବେଶ ଅବତାର ଗ୍ରହଣ କଲେ। ସେ ଦେବତା ମାନଙ୍କ ମଧ୍ୟରେ ଜଣେ ମହାନ ଋଷି ଅଟନ୍ତି। ସେ ଯେଉଁ ବୈଦିକ ବର୍ଣ୍ଣନାର ସଂକଳନ କରିଥିଲେ, ତାହା ପ୍ରେମମୟୀ ସେବା ଭକ୍ତି ଯୋଗ ସମ୍ବନ୍ଧିତ ଅଟେ ଓ ନିଷ୍କାମ କର୍ମର ପ୍ରେରଣା ପ୍ରଦାନ କରେ।
ତ ଆମେ ଦେଖିବା ଭାଗବତମରେ ବହୁତ ଜାଗାରେ ନାରଦ ମହର୍ଷିଙ୍କୁ ବି ଭଗବାନ ବୋଲି ସମ୍ବୋଧିତ ହେଇଛି। କାହିଁକି ନା ଭଗବାନଙ୍କର ଭକ୍ତ ଅବତାର ହେଲେ ନାରଦ, ଭକ୍ତ ରୂପରେ ଜ୍ଞାନ ଅବତାର ହେଲେ ଚତୁଷ୍କୁମାର, ହଁ, ଜ୍ଞାନ ରୂପରେ ଭଗବାନ। କାହିଁକି ନା ଭଗବାନ କହୁଛନ୍ତି ନା, ଯୋଉ ଭଗବତ ଗୀତାରେ ଭଗବାନଙ୍କର ବିଭୂତି ଯୋଗରେ କହୁଛନ୍ତି, ହଁ, ଯେ ଆ, କଣ ଯାହା ସବୁ ଇମ୍ପୋର୍ଟାନ୍ସ ଜିନିଷ ଗୁଡାକ ଯୋଉଟା ଆମେ ଦେଖୁ, ସେଟା ଭଗବାନ କହୁଛନ୍ତି ମୁଁ ସ୍ୱୟଂ। ହଁ, ଯୋଉ ବୃକ୍ଷ ମାନଙ୍କ ଭିତରେ ମୁଁ ଅଶ୍ୱସ୍ଥ ବୃକ୍ଷ, ଆଉ ଆ, ଆମର ଯୋଉ ଜଳାଶ୍ରୟ ମାନଙ୍କ ଭିତରେ ମୁଁ ସମୁଦ୍ର। ଭଗବାନ କହୁଛନ୍ତି ନା, ତାହେଲେ ଭଗବାନ କଣ ସମୁଦ୍ର? ହଁ, ଭଗବାନ ସମୁଦ୍ର। ଭଗବାନଙ୍କର ବିରାଟ ରୂପ ଆଉ କଣ, ସବୁ କିଛି ଭଗବାନଙ୍କୁ ଛାଡିକି କିଛି ନାହିଁ। ପ୍ରତ୍ୟେକ ପରମାଣୁରେ ଅଛନ୍ତି ପରା, ଆମେ ଦେଖିଲେ। ତ ଭଗବାନ ଏଇ ଯୋଉ ଆମ ଜୀବ ମାନଙ୍କ ମାଧ୍ୟମରେ ବି ସେ ପ୍ରକାଶ ହୁଅନ୍ତି। ଆ, ତାଙ୍କର ଶକ୍ତ୍ୟାବେଶ ଅବତାର ଅଛି, ଯୋଉଥିରେ ତାଙ୍କର ଶକ୍ତିକୁ ଆବେଶ କରନ୍ତି କୋଉ ଜୀବରେ। ତ ନାରଦ ମହର୍ଷି ସେମିତି ତାଙ୍କର ଶକ୍ତ୍ୟାବେଶ ଅବତାର, ବେଦ ବ୍ୟାସ ଶକ୍ତ୍ୟାବେଶ ଅବତାର। ଭଗବାନ ତାଙ୍କର ଶକ୍ତି, ଭକ୍ତି ଶକ୍ତିକୁ ନାରଦ ମହର୍ଷିଙ୍କ ରୂପରେ ଇଏ କରେଇଛନ୍ତି। ତ ସେଟା ଭଗବାନ କହୁଛନ୍ତି ମୁଁ ନିଜେ ବୋଲିକି। ତ ଏଠିରେ ସେଥିପାଇଁ ଲେଖା ହେଲା ଯେ ସେ ଯେତେବେଳେ ଋଷି କଳ୍ପରେ ଡିଫରେଣ୍ଟ କଳ୍ପ ଅଛି ନା, ତ ନାରଦ ମହର୍ଷି ଗୋଟେ କଳ୍ପରେ ଆସିଲେ। ଏଠି ଶ୍ରୀମଦ୍ ଭାଗବତମରେ ପଢିବା ଆଗକୁ କେମିତି ନାରଦ ମହର୍ଷି କେମିତି ଜଣେ ଜୀବ ନାରଦ ହେଲେ। ସେଟା ଅଛି, ନାରଦ କହୁଛନ୍ତି, ନିଜେ କହୁଛନ୍ତି ମୁଁ କଣ ଥିଲି, ମୁଁ କେମିତି ନାରଦ ରୂପରେ ଜନ୍ମ ହେଲି। ତ ଭଗବାନ ଯେମିତି ଗୁରୁ ରୂପରେ ପ୍ରକାଶ ହୁଅନ୍ତି, ସେମିତି ଭଗବାନ ପ୍ରକାଶ ହୁଅନ୍ତି। ତେଣୁ ଏଠିରେ କୁହାଗଲା ଯେ ନାରଦ ରୂପରେ ଭଗବାନ ପ୍ରକାଶିତ ହେଲେ, ଭକ୍ତି ଅବତାର ଭଗବାନଙ୍କର। ଆଉ ସେ ପଞ୍ଚରାତ୍ରିକ ବିଧି ସବୁ ଦେଲେ ନା, ନାରଦ ପଞ୍ଚରାତ୍ର ଦେଇଛନ୍ତି, ଯେ ଭକ୍ତି ଯୋଗରେ କେମିତି ଭଗବାନଙ୍କର ଉପାସନା କରାଯିବ। ଆମମାନେ ଯୋଉ ମନ୍ଦିର ମାନଙ୍କର ପୂଜା କରୁଛୁ, କଣ ନାରଦ ପଞ୍ଚରାତ୍ରରେ ସେଇ ବିଧିରେ ପୂଜା ଅର୍ଚ୍ଚନା କରୁଛୁ। ତ ସେଇଟା ଭଗବାନ, ଭଗବାନ ନ ହେଲେ ଦେଇପାରିବେନି କିଏ। ଆମେ ଆମର ମନ କଥା ଲେଖିଦବ ଯିବ, ଯେ ଯିବ ସମ୍ପୂର୍ଣ୍ଣ ଭଗବାନଙ୍କ ସହିତ ଲିଙ୍କ ହେବ, ତାହେଲେ ହିଁ ସେ ଦିବ୍ୟ ଜିନିଷଟା ପ୍ରକାଶ ପାଇବ। ତ ଭଗବାନ ସ୍ୱୟଂ ଲେଖିଛନ୍ତି ତାକୁ କୁହାଯାଏ। ଯେମିତି ଶ୍ରୀଲ ପ୍ରଭୁପାଦ କହୁଥିଲେ ଯେ ଯେତେବେଳେ ଖାଲି ଟାଇମ ରହୁଥିଲା, ଶ୍ରୀଲ ପ୍ରଭୁପାଦ ତାଙ୍କ ନିଜ ବହି ଗୁଡାକ ପଢିବେ। ତ ଜଣେ ଭକ୍ତ ମାନେ, ୱେଷ୍ଟର୍ଣ୍ଣ ଭକ୍ତ ମାନେ ପଚାରିଲେ, ଆପଣ ନିଜେ ଲେଖିଛନ୍ତି ପୁଣି ନିଜେ କାହିଁ ପଢୁଛନ୍ତି ସେ ବହି ଗୁଡାକ? ତ ପ୍ରଭୁପାଦ କହୁଛନ୍ତି ଯେ ରିପୋର୍ଟର ଗୋଟେ ପଚାରିଲା, ଆ ସେମିତି କଣ ଗୋଟେ ପ୍ରଶ୍ନ ପଚାରିଥିଲା, ଏଇଟା ଭକ୍ତ ମାନେ ପଚାରିଲେ ପ୍ରଭୁପାଦ। ପ୍ରଭୁପାଦ କହିଲେ ନା ନା ନା, ସେଠି ରିପୋର୍ଟର ମାନେ ଥିଲେ, ସମସ୍ତେ ଥିଲେ। ପ୍ରଭୁପାଦ କହିଲେ ନା ନା, ଏଇଟା ମୁଁ ଲେଖିନି, ଏଇଟା କୃଷ୍ଣ ଲେଖିଛନ୍ତି। ତ ସେ ରିପୋର୍ଟର କହିଲେ, କଣ କୃଷ୍ଣ ଲେଖିଛନ୍ତି? ସମସ୍ତେ ଜାଣିଛୁ ଆମେ ପ୍ରଭୁପାଦ ଲେଖିଛନ୍ତି ବୋଲି, କୃଷ୍ଣ ଲେଖିଛନ୍ତି? ସେ ବୁଝିପାରିଲେନି। ତ ପ୍ରଭୁପାଦଙ୍କ ଡିସାଇପଲ ସେ ରିପୋର୍ଟରକୁ ବୁଝେଇଲା ଯେ ନା ନା, ପ୍ରଭୁପାଦ କହିବାର ଅର୍ଥ ଯେ କୃଷ୍ଣ ପ୍ରେରଣା ଦେଲେ ସେ ଲେଖିଛନ୍ତି। ତ ପ୍ରଭୁପାଦ ତାଙ୍କୁ ମନା କରୁଛନ୍ତି, ସେ ତାଙ୍କ ଡିସାଇପଲକୁ, ଯେ ତୁମେ କାହିଁ ସ୍ପେକୁଲେଟ କରୁଛ, ମୁଁ କହିଲି ପରା କୃଷ୍ଣ ଲେଖିଛନ୍ତି, ଏଇଟା କୃଷ୍ଣ ଲେଖିଛନ୍ତି। କାହିଁକି ନା ଭଗବାନ କୃଷ୍ଣ ମ୍ୟାନିଫେଷ୍ଟ ହଉଛନ୍ତି ସେଥିରେ। ସେଇଟା ଭକ୍ତି ଯୋଗରେ ଆମେ ଯେତେବେଳେ ଆଗକୁ ଯିବା, ଆମେ ବୁଝିପାରିବା କେମିତି ସ୍ୱୟଂ ଭଗବାନ ଲେଖୁଛନ୍ତି, କେମିତି ସ୍ୱୟଂ ଭଗବାନ ପ୍ରକାଶ ହଉଛନ୍ତି ଗୁରୁ ରୂପରେ, କେମିତି ସ୍ୱୟଂ ଭଗବାନ ହିଁ ଆମକୁ ମାର୍ଗଦର୍ଶନ କରୁଛନ୍ତି ତାଙ୍କରି ପାଖକୁ ନେଇଯିବା ପାଇଁ। ଏଇ ପ୍ରଭୁପାଦଙ୍କର ପୁସ୍ତକ ଗୁଡା ସ୍ୱୟଂ ଭଗବାନ ଲେଖିଛନ୍ତି, ସ୍ୱୟଂ କୃଷ୍ଣ ଲେଖିଛନ୍ତି। ଆମେ ଦେଖୁନା ଗୀତ ଗୋବିନ୍ଦରେ ଭଗବାନ ଆସିକି ଲେଖିଦେଲେ ନା, ଜୟଦେବ ଗୋସ୍ୱାମୀଙ୍କର। ତ ଭଗବାନ ସ୍ୱୟଂ ସେ ଲେଖୁଛନ୍ତି ଏଇଟା। ଆମେ ଦେଖୁଛ ପ୍ରଭୁପାଦ ଲେଖୁଛନ୍ତି ବୋଲି, ବଟ୍ ବାସ୍ତବରେ ଭଗବାନ ସ୍ୱୟଂ ଲେଖୁଛନ୍ତି। ଜଣେ ଯଦି ସେତିକି ଫୁଲ୍ଲି ସରେଣ୍ଡର ନହେଲା, ତାହେଲେ ସେ ଏଇ ଧର୍ମ କଥାଟା ଲେଖି ପାରିବନି। ଯୋଉମାନେ ସବୁ ଲେଖୁଛନ୍ତି ସବୁ ମନୋଧର୍ମୀ ଗୁଡାକ। ତେଣୁକରି କେବଳ ଏଇ ପରମ୍ପରା ନିତ୍ୟ ସିଦ୍ଧ ସାଧୁଙ୍କର ବାକ୍ୟ ହିଁ ଗ୍ରହଣ କରାଯାଏ, ଅନ୍ୟ ବାକ୍ୟ ସବୁ ଗ୍ରହଣ କରାଯାଏନି। 9 ନମ୍ବର ଶ୍ଲୋକରୁ ଆମେ କାଲି ପଢିବା। ଏଇଟା ଟିକେ ସମୟ ହେଇଯାଉଛି, କିନ୍ତୁ ଆମେ ଏମିତି ଗୋଟେ ଗୋଟେ ଶ୍ଲୋକ ପଢିକି ଯିବା। ଶୀଘ୍ର ସରିଯିବ, ଆମେ ତ ଭାବାର୍ଥ ପଢୁନେ, ଶୀଘ୍ର ସରିଯିବ। କାହାର କଣ ପ୍ରଶ୍ନ ଅଛି କି? ଆଉ 4 ମିନିଟ ଅଛି ଆମ ପାଖରେ।
हरे कृष्ण प्रभु जी दंडवत हरे प्रणाम। कृष्ण, दंडवत प्रणाम। आज्ञा प्रभु जी करो। आपण जो एने कहूतिले जे प्रत्येक परमाणु रे भगवान अछंती ताले आज्ञा। राक्षस ମାନଙ୍କ ଭିତରେ ତ भगवान ଥିବେ। ଆଉ ରାକ୍ଷସ ମାନଙ୍କ ଭିତରେ ବି ଭଗବାନ ଅଛନ୍ତି ତାହେଲେ ସମସ୍ତଙ୍କ। ସେମାନଙ୍କର ଉତ୍ପତ୍ତି ହଉଛି କେମିତି ଆଉ ତାଙ୍କୁ କାହିଁକି ମାରୁଛନ୍ତି ମାନେ ତାଙ୍କୁ କାହିଁକି କରଉଛନ୍ତି କାହିଁକି ଭଗବାନ କାହିଁକି ମାରୁଛନ୍ତି? ଦୁର୍ଯ୍योधନ କହିଲା ନା ଯେ जानामि धर्मम न च मे प्रवृत्ति, जानामि अधर्मम न च मे निवृत्ति, त्वया ऋषिकेश हृदय स्थितेन यथा करो यथा नियुक्तोस्मि तथा करोमि। ମାନେ ଭଗବାନଙ୍କୁ ସେ ଜ୍ଞାନ ଦଉଛି ଯେ ଯୋଉଟା ଧର୍ମ ସେଥିରେ ମୋର ପ୍ରବୃତ୍ତି ହଉନି, ଯୋଉଟା ଅଧର୍ମ ସେଥିରୁ ମୁଁ ନିବୃତ୍ତି ହେଇପାରୁନି, କିନ୍ତୁ ତୁ ହିଁ ମୋର ହୃଦୟରେ ଅଛୁ। କୃଷ୍ଣଙ୍କୁ କହୁଛି ଯେ ମୋର ହୃଦୟରେ ପରମାତ୍ମା ରୂପରେ ତୁ ହିଁ ଅଛୁ, ଯେମିତି ମତେ ଲଗଉଛୁ ମୁଁ ସେମିତି କରୁଛି, ମୋର କଣ ଦୋଷ? ଏଇଟା ଦୁର୍ଯ୍ୟୋଧନର କଥା। ତ ଆମେ କହିବା ଯେ ରାକ୍ଷସ ମାନଙ୍କୁ ମଧ୍ୟ ତ ଭଗବାନ ପ୍ରେରଣା ଦଉଛନ୍ତି, ଭଗବାନ ଇଏ କରୁଛନ୍ତି। ତାହେଲେ ତାର ପରିଣାମ ଟା କଣ ହେଲା? ଦୁର୍ଯ୍ୟୋଧନ ମରିଲା, ବହୁତ କଷ୍ଟ ପାଇକି ମରିଲା, ତାର 100 ଭାଇ ମରିଲେ, ତାର ପୁରା ବଂଶଟା ନାଶ ହେଲା। ତ ସେ ଯୋଉ କହୁଥିଲା ଯେ ଭଗବାନ ତୁ ହିଁ କରଉଛୁ, ତାହେଲେ ଏଇଗୁଡା ସବୁ ଭଗବାନ ହିଁ କରେଇଲେ, ତ ତାକୁ କିଛି ଦୁଃଖ ଲାଗିବା କଥା ନୁହଁ। ସେ ଦୁଃଖିତ କାହିଁ ହଉଛି ବା ଆମେ ମାନେ କାହିଁ ଦୁଃଖିତ ହଉଛେ? ଆକ୍ଚୁଆଲି ସମସ୍ତେ ନିଜ ନିଜର କର୍ମ ଫଳ ଭୋଗ କରୁଛେ। ଭଗବାନ ସେଇଟା କରଉଛନ୍ତି ଯୋଉଟା ଆମେ ଡିଜର୍ଭ କରୁଛୁ, ଯୋଉଟା ଆମେ ଡିଜାୟାର କରୁଛୁ, ଆମେ ଚାହିଁଛୁ ସେଇଟା। ଦୁର୍ଯ୍ୟୋଧନ ଚାହିଁଲା, ସେ ସେଇଟା ଭୋଗ କରିବାକୁ ଚାହିଁଲା, ତାକୁ ସେଇଟା ମିଳିଲା। ଆମେ ଭଗବାନଙ୍କର ନାଁ ଦେଇଦେଲେ ହେବନି। ଭଗବାନ କଣ କରୁଛନ୍ତି? ସାଂସନିଂ ଅଥରିଟି। ଆମେ ଇଚ୍ଛା କଲେ ଭଗବାନ ପୂରଣ କଲେ। ଆଉ ଭଗବାନ କାହିଁ ମନା କଲେନି? ଭଗବାନ କାହିଁକି ଆମର ଇଣ୍ଡିପେଣ୍ଡେନ୍ସ ରେ ହସ୍ତକ୍ଷେପ କରିବେ? ଜଣେ ଇଚ୍ଛା କରିଛି ସେ ଭଳିଆ ରାକ୍ଷସ ହେବା ପାଇଁ, ସେ ସବୁ ସମସ୍ତଙ୍କୁ ଉପଭୋଗ କରିବି, ମୁଁ ଏ ଜଗତଟାକୁ ଉପଭୋଗ କରିବି, ତାର ଇଚ୍ଛା ଅଛି। ସେ ତ ଉପଭୋଗ କରିବ, କିନ୍ତୁ ତାର କର୍ମଫଳ ବି ପାଇବ। ଉପଭୋଗ କରିବ, ତାର ଦଣ୍ଡ ବିଧାନ ଅଛି। ଜଣେ ଇଚ୍ଛା କଲା ମୁଁ ଭକ୍ତ ହେବି, ମତେ ଏଇଗୁଡା କିଛି ଦରକାର ନାହିଁ, ସେ ଭକ୍ତ ହବ, ତାର ଫଳ ପାଇବ। ସେ ଭଗବାନଙ୍କର ଆନନ୍ଦମୟ ସେବାରେ ଯିବ, ହଁ, ସତ୍ୱ ଗୁଣକୁ ଯିବ, ଶୁଦ୍ଧ ସତ୍ୱକୁ ଯିବ। ତ ଆମେ ଯାହା ଡିଜାୟାର କରୁଛେ ଆମେ ସେଟା ପାଉଛେ। ରାକ୍ଷସ ମାନେ ସେଟା ଡିଜାୟାର କରିଛନ୍ତି, ସେମାନେ ସେଟା ପାଇଛନ୍ତି। ବାକି ସମସ୍ତେ କର୍ମ ଫଳରେ ହିଁ ଇଏ କରୁଛନ୍ତି। ମୁଁ ଆଜି ଯଦି କୋଉ ରାକ୍ଷସ ଦ୍ଵାରା ମୁଁ ତାଡିତ ହଉଛି, ମୋର ସେମିତି କଣ କର୍ମ ଫଳ ଅଛି? ନହେଲେ ମୁଁ କାହିଁ ତାଡିତ ହେଇଥାନ୍ତି? ଆଉ ଅନ୍ୟମାନେ କାହିଁକି ତାଡନା ପାଉନାହାନ୍ତି? ଏବେ ୱାର ହଉଛି, ସେଠିର ଲୋକମାନେ ସବୁ ସଫର ରହୁଛନ୍ତି। ୟୁକ୍ରେନ ର, ରଷିଆର, ଯୋଉଠିରେ ବି ହେଲା, ଇରାନ ଇସ୍ରାଏଲ ର ଲୋକ ଗୁଡା ସଫର ରହୁଛନ୍ତି, ଭୟରେ ରହୁଛନ୍ତି। ତାଙ୍କର କର୍ମ ଫଳ ସେଇଆ। ସେମାନେ ସେଇ ଦେଶରେ ଜନ୍ମ ହେଇଛନ୍ତି, ସେଠିରେ ୱାର ହେଲା, ଇଣ୍ଡିଆରେ ୱାର ହେଲା, ଇଣ୍ଡିଆରେ ସଫର ହେଲୁ, ଆମର କର୍ମ ଫଳ। ତ ସମସ୍ତେ ନିଜ ନିଜର କର୍ମ ଫଳ ଭୋଗ କରୁଛେ। ଭଗବାନ କେବଳ ତାକୁ ଅଥରାଇଜ କରୁଛନ୍ତି, ବିନା ତାଙ୍କର ଅଥରାଇଜ ରେ ଗୋଟେ ପତ୍ର ମଧ୍ୟ ହଲିବନି। ତ ଭଗବାନ କେବଳ ସାଙ୍ଗସନ କରୁଛନ୍ତି, ଯାହା ଆମେ ଡିଜାୟାର କରିଛେ ଆମେ ସେଇଟା ପାଉଛେ। ତେଣୁ ମନୁଷ୍ୟ ଜନ୍ମରେ ଆମର ଏଇଠି ସ୍ଵାଧୀନତା ଅଛି, ଆମେ କଣ ଚାହୁଁଛେ? ଆମେ ଭକ୍ତି ଚାହିଁବା ତ ଆମେ ପାର ପାଇଯିବା, ଆଉ ନହେଲେ ଏଇଥିରେ ପଡିକି ରହିବା, ଜନ୍ମ ମୃତ୍ୟୁରେ ସେଇ କଷ୍ଟ। ତ ଆଜି ସମୟ ହେଇଯାଇଛି, କାଲି ଆମେ ପୁଣି ଆଗକୁ ପଢିବା। वाञ्छकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। श्रील प्रभुपाद जी महाराज की जय। श्रील गुरुदेव की जय। निताय गौर प्रेमानंदे हरि हरि बोल। हरे हरे कृष्ण। कृष्ण।